ଜୟ ଶ୍ରୀ ଜଗନ୍ନାଥ। ଆସନ୍ତୁ ଶୁଣିବା ରହସ୍ୟମୟ ନୀଳମଣିର ତୃତୀୟ ଭାଗ। ପାଣ୍ଡୁଲିପିର ଅନୁବାଦ କରୁ କରୁ ମୁଁ ଏମିତି ଏକ ପୃଷ୍ଠାରେ ପହଞ୍ଚିଲି ଯେଉଁଠି ସେ ନୀଳପଥରର ରହସ୍ୟ ଲେଖାଥିଲା ଏହା କେବଳ ଏକ ପଥର ନୁହେଁ, ଏହା ହେଉଛି ଆକାଶମଣି, ଯାହା ସମୟର ସୀମାକୁ ଅତିକ୍ରମ କରିବାର କ୍ଷମତା ରଖେ। ଏହି ପଂକ୍ତିଟି ପଢ଼ିବା ମାତ୍ରେ ହଠାତ୍ ଘରର ସବୁ ଆଲୁଅ ଲିଭିଗଲା। କେବଳ ସେ ନୀଳପଥରଟି ଏକ ଅଦ୍ଭୁତ ଆଲୋକରେ ଝଲସିବାକୁ ଲାଗିଲା। ଚାରିଆଡ଼େ ଏକ ପ୍ରକାର ନୀଳ ଧୂଆଁ ଖେଳିଗଲା ଏବଂ ମୋ ଆଖି ଆଗରେ ଦୃଶ୍ୟପଟ ବଦଳିବାକୁ ଲାଗିଲା। ମୁଁ ନିଜକୁ ଏକ ଅତି ପୁରାତନ ନଗରୀର ମଧ୍ୟଭାଗରେ ପାଇଲି। ଚାରିଆଡ଼େ ଉଚ୍ଚ ଉଚ୍ଚ ଶ୍ଵେତ ପଥରର ପ୍ରାସାଦ, ସୁନ୍ଦର ବଗିଚା ଏବଂ ଚତୁର୍ଦିଗରେ ଶାନ୍ତିର ବାତାବରଣ। ଆଶ୍ଚର୍ଯ୍ୟର କଥା ହେଉଛି ସେଠାକାର ଲୋକମାନେ କେହି ମୋତେ ଦେଖିପାରୁନଥିଲେ। ମୁଁ ଯେମିତି ସେହି ସମୟରେ ଏକ ଅଦୃଶ୍ୟ ସାକ୍ଷୀ ପାଲଟି ଯାଇଥିଲି। ଦୂରରୁ ଜଣେ ବୃଦ୍ଧ ବ୍ୟକ୍ତି ସେହି ବରଗଛ ମୂଳେ ବସିଥିବାର ଦେଖିଲି, ଯାହାଙ୍କୁ ମୁଁ ଗତକାଲି ରାତିରେ ମୋ ବଗିଚାରେ ଦେଖିଥିଲି। ସେ ବୃଦ୍ଧ ଜଣକ ହିଁ ସେହି ପାଣ୍ଡୁଲିପି ଲେଖୁଥିଲେ। ସେ ହଠାତ୍ ଶୂନ୍ୟକୁ ଚାହିଁ ହସିଦେଲେ ଏବଂ କହିଲେ, ଭବିଷ୍ୟତର ବନ୍ଧୁ, ତୁମେ ଠିକ୍ ସମୟରେ ଆସିଛ। ଏହି ଜ୍ଞାନକୁ ଲୋକଲୋଚନକୁ ଆଣିବା ପାଇଁ ତୁମକୁ ଏକ ବଡ଼ ପରୀକ୍ଷା ଦେବାକୁ ହେବ। ମୁଁ କିଛି ପଚାରିବା ପୂର୍ବରୁ ସେହି ଦୃଶ୍ୟଟି ଧୀରେ ଧୀରେ ମିଳେଇଗଲା। ମୁଁ ପୁଣି ନିଜକୁ ମୋ ପଢ଼ାଘରର ଚୌକିରେ ବସିଥିବାର ପାଇଲି। ମୋ ହାତରେ ସେହି ପଥରଟି ଏବେ ବି ଉଷୁମ ଥିଲା, କିନ୍ତୁ ବର୍ତ୍ତମାନ ଗୋଟେ ନୂଆ ସମସ୍ୟା ସୃଷ୍ଟି ହେଲା। ବାହାରେ କିଛି ଗାଡ଼ିର ଶବ୍ଦ ଶୁଣାଗଲା। ଝରକା ଦେଇ ଚାହିଁଲା ବେଳକୁ ଦେଖିଲି କିଛି ଅପରିଚିତ ଲୋକ କଳା ଚଷମା ପିନ୍ଧି, କଳା ପୋଷାକ ପିନ୍ଧି ମୋ ବଗିଚା ପାଖରେ ଘେରି ଯାଇଛନ୍ତି। ସେମାନଙ୍କ ହାତରେ କିଛି ଯନ୍ତ୍ର ଥିଲା, ଯାହା ବୋଧହୁଏ ସେହି ଆକାଶମଣିର ଶକ୍ତିକୁ ଖୋଜୁଥିଲା। ମୁଁ ବୁଝିପାରିଲି ଯେ ଏହି ରହସ୍ୟ ଏବେ କେବଳ ପାଣ୍ଡୁଲିପି ଭିତରେ ସୀମିତ ନାହିଁ, ଏହା ଏକ ବିପଜ୍ଜନକ ମୋଡ଼ ନେବାକୁ ଯାଉଛି। ମୋତେ ସେହି ପୁରାତନ ଜ୍ଞାନକୁ ରକ୍ଷା କରିବାକୁ ପଡ଼ିବ। କିନ୍ତୁ କିପରି? ଏହାର ପରବର୍ତ୍ତୀ ଭାଗ ଶୁଣିଲେ ଆପଣ ଜାଣିପାରିବେ କିପରି।